हरे कृष्णा। दंडवत प्रणाम। हरे कृष्ण दंडवत प्रभु जी, हरे दंडवत गुरुजी प्रणाम। दंडवत प्रभु जी दंडवत प्रणाम प्रभु जी। आम स्टार्ट करवा। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते गौरगोविन्दस्वामिन्निति नामिनि। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिन्निति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे श्रीगुरुं दीनतारिणे परमानन्दमाधवम्। जय श्री कृष्णा चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्णा कृष्ण कृष्ण हरे हरे, हरे राम 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 हरे हरे। ଆମେ ଚତୁର୍ଥ ଅଧ୍ୟାୟ ପଢି ଚାଲିଥିଲେ ପ୍ରଥମ ସ୍କନ୍ଧର ଲାଷ୍ଟ ସେଦିନ ପଢି ଦେଇଥିଲେ ନା। ଆଜିଠୁ ପଞ୍ଚମ ଅଧ୍ୟାୟ ଆରମ୍ଭ ହବ ନା କଣ? ନା ପଞ୍ଚମ ଅଧ୍ୟାୟ କିଛି ପଢିଥିଲେ? ଗୋଟେ ମନେ ପଡୁନି। ଗୋଟେ ମିନିଟ ଏଠିରେ ଦେଖିଦବା। ସରି। ଓହୋ, ଆମେ ପଞ୍ଚମ ଅଧ୍ୟାୟ ଶ୍ଲୋକ 5 ଯାଏଁ ପଢି ଦେଇଥିଲେ। ଶ୍ଲୋକ 4 5 ପଢି ଦେଇଥିଲେ। ଆଚ୍ଛା ଆଚ୍ଛା, ମୋର ଟିକେ ଭୁଲ ହେଇଯାଉଛି। ଶ୍ଲୋକ 4 ଏଠିରେ ଆମେ ଦେଖିଲେ ଯେ ନାରଦ ମୁନିଙ୍କର ପ୍ରକଟ ହେଲେ ବ୍ୟାସଦେବଙ୍କ ପାଖରେ। ଚତୁର୍ଥ ଅଧ୍ୟାୟରେ ଏଣ୍ଡ ବେଳକୁ ଦେଖିଲେ ଯେ କେମିତି ନାରଦ ମୁନି ଆସିଲେ। ବର୍ତ୍ତମାନ ନାରଦ ମୁନି ଇନଷ୍ଟ୍ରକ୍ସନ ଦେଲେ ତାଙ୍କୁ। ଏଇ ଏଇ ଅଧ୍ୟାୟରେ ନାରଦ ମୁନିଙ୍କର ଇନଷ୍ଟ୍ରକ୍ସନ ଟା ଅଛି ଯେ କଣ ପାଇଁ ସେ ଚିନ୍ତିତ ଥିଲେ। ବ୍ୟାସଦେବ ସେ ଭାବୁଛନ୍ତି ମୁଁ ସବୁ କିଛି ଲେଖି ଦେଇଥିଲି। ଜଣେ ତାଙ୍କର ଲେବଲ ଟା ବହୁତ ହାଇ ଥିଲା। ସେ ଆତ୍ମ ଲେବଲରେ ସ୍ଥିତ ଥିଲେ। ଆଉ ଫିର ବି ସେ ସନ୍ତୋଷ ପାଉନଥିଲେ। ତ ଏଇଟା କଣ ପାଇଁ ସେ ସେ ପ୍ରଶ୍ନଟା ପଚାରିଲେ ନାରଦ ମହର୍ଷିଙ୍କୁ। ତ ନାରଦ ମହର୍ଷି ତାଙ୍କୁ କହିଲେ ଯେ ଆପଣ ସବୁ କିଛି ଲେଖିଲେ, ମହାଭାରତ ଲେଖିଲେ, ବେଦ ଲେଖିଲେ, ସବୁ କିଛି ଲେଖିଲେ, କିନ୍ତୁ ଅଷ୍ଟାଦଶ ପୁରାଣ ଲେଖିଲେ, କିନ୍ତୁ ଯୋଉ ପିଓର ଭକ୍ତି କଥାଟା ଏଯାଏଁ ଲେଖି ନାହାନ୍ତି। ଏଠି ବ୍ୟାସଦେବ ପଚାରିଲେ। ଆମେ ପଞ୍ଚମ ଶ୍ଲୋକଟା ପଢି ଦେଇଥିଲେ, ଶ୍ଲୋକ ସଂଖ୍ୟା 5। ଯେ ବ୍ୟାସଦେବ ପଚାରିଲେ ଯେ କଣ ପାଇଁ ମୁଁ ଇଏ ପାଉନି, ମାନେ ସନ୍ତୋଷ ପାଉନି ଏତେ କିଛି କରିଲା ପରେ। ଆଜି ପଢିବା ଟେକ୍ସଟ ନंबर 6। जय श्रीमद् भागवतम की जय। श्रील प्रभुपाद जी महाराज की जय। श्रील गुरुदेव की जय। हरे कृष्णा। सवै भवान् वेद समस्त गुह्यम् उपासितो यत् पुरुषः पुराणः परावरेशो मनसैव विश्वम् सृजत्यवत्यत्ति गुणैरसङ्गः। हे मोर प्रिय प्रभु, ସମସ୍ତ ରହସ୍ୟମୟ ଜ୍ଞାନ ଆପଣଙ୍କୁ ଜଣାଅଛି। କାରଣ ଆପଣ ସୃଷ୍ଟିକର୍ତ୍ତା, ସଂହାରକର୍ତ୍ତା ତଥା ଅପ୍ରାକୃତ ସୃଷ୍ଟିର ପାଳକ ଶ୍ରୀ ଭଗବାନଙ୍କର ଉପାସନା କରୁଛନ୍ତି, ଯେ କି ଭୂତ ପ୍ରକୃତିର ତ୍ରିଗୁଣର ବହୁ ଊର୍ଧ୍ୱରେ ଅଛନ୍ତି, ଅର୍ଥାତ୍ ଯେ କି ଚିନ୍ମୟ ବା ଦିବ୍ୟ ଅଟନ୍ତି। ଭଗବାନ ଏଇ ଜଗତର ନୁହନ୍ତି। ଭଗବାନ ହେଲେ ଚିନ୍ମୟ, ଦିବ୍ୟ। ଯେମିତି ଆତ୍ମାର ସ୍ଥିତି ହେଲା ଦିବ୍ୟ। ଆତ୍ମା ଏ ଶରୀରରେ ରହିକି ମଧ୍ୟ ୟା ସହିତ ଲିପ୍ତ ହୁଏନି। ଏଇଟା ମନ ଅହଙ୍କାର ଏ ସବୁ ନେଇକି ଚାଲେ। ବଟ୍ ଏନର୍ଜିଟା ଆତ୍ମାର। ଆତ୍ମା ନ ରହିଲେ ଏ ମନ ଅହଙ୍କାର କିଛି ରହିବନି, କାରଣ ଏମାନେ ସବୁ ନିର୍ଜୀବ। ସଜୀବ ହେଲା କେବଳ ଆତ୍ମା, କିନ୍ତୁ ଆତ୍ମା ତା ସହିତ ଲିପ୍ତ ହୁଏନି। ସିମିଲାରଲି ଏଠିରେ ଭଗବାନ ହେଲେ ସେଇ
ସच्ଚିଦାନନ୍ଦମୟ। ଆମେ ଏଇ ଆତ୍ମାଟା ଭୁଲି ଯାଇଛି ନିଜର ସ୍ୱରୂପକୁ, କିନ୍ତୁ ଭଗବାନ ସେ ଜାଣିଛନ୍ତି ଯେ ତାଙ୍କର ଅଂଶ ଆତ୍ମା ଏଇ ଜଗତରେ ପଡିକି, ତାଙ୍କରି ମାୟା ଜଗତ, ତାଙ୍କରି ସେଇ ଆତ୍ମା ମଧ୍ୟ ତାଙ୍କରି, ସବୁ ତାଙ୍କରି ହିଁ। ସେଥିରେ ଆତ୍ମା ଗୋଟେ ତାଙ୍କର ଏନର୍ଜି, ଆଉ ତାଙ୍କର ମାର୍ଜିନାଲ ଏନର୍ଜି, ଆଉ ଅ, ପ୍ରକୃତି ହେଲା ତାଙ୍କର ଆଉ ଗୋଟେ ଏନର୍ଜି, ତାଙ୍କର ଛାୟା ଏନର୍ଜି ପ୍ରକୃତି। ତ ସେଇ ତାଙ୍କର ମାର୍ଜିନାଲ ଏନର୍ଜି, ଛାୟା ଏନର୍ଜିରେ ପଡିକି ସବୁ ସୃଷ୍ଟି ଚଳେଇଛି। ଏଇ ସବୁ ନାଟ ସବୁ ଚାଲିଛି ସେଇ ଭଗବାନଙ୍କର ଏନର୍ଜି ଦିଟା ଯାକ। ତ ଭଗବାନ ସବୁ କିଛି ଜାଣୁଛନ୍ତି। ତ ଏଠିରେ ବ୍ୟାସଦେବ କହୁଛନ୍ତି ଆପଣ ସେଇ ଭଗବାନଙ୍କର ଉପାସକ, ତ ତେଣୁକରି ଆପଣଙ୍କୁ ସବୁ କିଛି ଜଣା। ନାରଦ ମହର୍ଷିଙ୍କୁ କହୁଛନ୍ତି ତ ଆପଣ ଜାଣିକି ମୋର ଏଇ ଇଏକୁ ଦୁଃଖକୁ ନିବାରଣ କରିପାରିବେ। ବ୍ୟାସଦେବ କହୁଛନ୍ତି ତ୍ୱଂ पर्यटन्नर्क इव त्रिलोकीम् अन्तश्चरो वायुरिवात्मसाक्षी परावरे ब्रह्मणि धर्मतो व्रतैः स्नातस्य मे न्यूनमलं विचक्ष्व। ସୂର୍ଯ୍ୟଙ୍କ ପରି ଆପଣ ତ୍ରିଲୋକରେ ଅବାଧରେ ବିଚରଣ କରିପାରନ୍ତି ଏବଂ ବାୟୁ ପରି ସମସ୍ତଙ୍କର ଅନ୍ତଃକରଣରେ ପ୍ରବେଶ କରିପାରନ୍ତି। ତେଣୁ ଆପଣ ସର୍ବବ୍ୟାପକ ପରମାତ୍ମାଙ୍କ ସ୍ୱରୂପ ଅଟନ୍ତି। ତେଣୁ ଆପଣ କୃପା କରି ମୋର ନିୟମ ବ୍ରତ ଏବଂ ଧାର୍ମିକ ଅନୁଷ୍ଠାନରେ ଯେଉଁ ତ୍ରୁଟି ରହିଯାଇଛି ତାହା ମୋତେ ଜଣାଇ ଦିଅନ୍ତୁ। ଏଠିରେ ଅ ବ୍ୟାସଦେବ ଯୋଉ ପ୍ରଶ୍ନ କରୁଛନ୍ତି ସେ କଣ କହୁଛନ୍ତି? ସେ ଜାଣିଛନ୍ତି ତାଙ୍କର ୟାର କାରଣ ନିଶ୍ଚୟ ତାଙ୍କର କିଛି ଗୋଟେ ତ୍ରୁଟି। ମାନେ ଆମେ ଯାହା କିଛି ଭୋଗ କରୁଛୁ, ସୁଖ ବା ଦୁଃଖ, ଏଇଟା ସବୁ ଆମର ହିଁ କ୍ରିଏଟେଡ, ଆମେ ହିଁ କରିଛୁ। ହଁ, ଯାହା ଆମେ ରୋଇବା ସେଇଟା ଆମେ ପାଇବା, ଯୋଉ କଥାରେ ଅଛି। ତ ବ୍ୟାସଦେବ ଏଠିରେ କ୍ଲିୟରଲି କହୁଛନ୍ତି ଯେ ଆପଣ ମତେ ସେଇ ଜିନିଷଟା କୁହନ୍ତୁ, ମୋର କଣ ତ୍ରୁଟି ରହିଯାଇଛି ଯାହା ଦ୍ୱାରା କି ମୁଁ ସେ ଶାନ୍ତି ସେ ସନ୍ତୋଷ ଟା ପାଉନି। ଆଉ ଆଉ ସେଟା କହିବା ପାଇଁ ଆପଣ ହିଁ ଶ୍ରେଷ୍ଠ ପୁରୁଷ, କାହିଁକି ନା ଆପଣ ହେଲେ ଅ କଣ ସୂର୍ଯ୍ୟଙ୍କ ପରି ଆପଣ ତ୍ରିଲୋକରେ ଅବାଧ ବିଚରଣ କରିପାରନ୍ତି। ଆପଣ ସବୁ କିଛି ଜାଣନ୍ତି। ତ୍ରିଲୋକ ମାନେ ସ୍ୱର୍ଗ ମର୍ତ୍ୟ ପାତାଳ, ଏଇ ଯୋଉ 14 ଭୁବନ, ଆପଣ ସବୁଆଡେ ଯାତାୟାତ କରିପାରନ୍ତି। ଆଉ ଅ ନାରଦ ମହର୍ଷି ହେଲେ ବାୟୁ ପରି ସମସ୍ତଙ୍କର ଅନ୍ତଃକରଣରେ ପ୍ରବେଶ କରିପାରନ୍ତି। ଏଇଟା ବି କୁହାଗଲା କାହିଁକି ନା ଯିଏ ଅ ଭକ୍ତ, ମାନେ ଶୁଦ୍ଧ ଭକ୍ତ, ସେ ସମସ୍ତଙ୍କ ହୃଦୟରେ ବି ପ୍ରବେଶ କରିପାରେ। ସେ ମାନେ ଆତ୍ମସ୍ଥିତିରେ ଅଛି ନା, ସେ ଆତ୍ମସ୍ଥିତିରେ ଅଛି। ତା ପାଇଁ ଏଇ ଶରୀରଟା ବା ଏଇ ଯୋଉ ଗ୍ରସ୍ ମେଟେରିଆଲ ଏନର୍ଜି ଗୋଟେ ବାଧା ନୁହଁ। ଆମେ ଯେହେତୁ ନିଜକୁ ଆତ୍ମା ବୋଲି ଜାଣି ପାରିନେ, ତେଣୁକରି ଆମେ ଏ ଶରୀରରେ ଅଛୁ। ଆମେ ଯୋଉ ଦେଖେ ସବୁ ଇଏରେ କେମିତି ଅ କଣ ଅ ମାନେ ଭଗବାନ ଆଉ ଗୋଟେ କୋଉଠି କାହା ମାଧ୍ୟମରେ ପ୍ରକଟ ହେଲେଣି, କାହା ଥ୍ରୁରେ କଣ କରେଇଲେଣି, ସେ ସବୁ କିଛି ସେଗୁଡା କେମିତି ସମ୍ଭବ ହୁଏ? କାହିଁକି ନା ଆତ୍ମସ୍ଥିତିରେ ସେଗୁଡା ସମ୍ଭବ। ବଡ ବଡ ବାବାଜୀ ମାନେ ଆମେ ଦେଖୁ, ଯୋଉମାନେ ବହୁତ ବଡ ସିଦ୍ଧି ପ୍ରାପ୍ତ କରିଥାନ୍ତି, ସେମାନେ କେତେ କଣ କରିଦିଅନ୍ତି ସବୁ। ଏବେ ଏଇଠି ଅଛନ୍ତି, ଆଉ ଟିକେ ସମୟରେ କୋଉ ଆଣ୍ଟାର୍କଟିକାରେ ପହଞ୍ଚି ଯାଇଥିବେ, ଆଉ ଟିକେ ସମୟରେ କୋଉଠି କେବେ ପୁରୀ, କେବେ ସମୟରେ ମନର ବି ଅତି ବେଗରେ ସେ ଯାଇପାରନ୍ତି। କାହିଁକି? କାହିଁକି ନା ତାଙ୍କ ପାଇଁ ଏ ଶରୀରଟା ଆଉ ବାଧକ ହୁଏନି, କାରଣ ସେ ଆତ୍ମସ୍ଥିତି ଲାଭ କରିପାରିଛନ୍ତି। ତ ଏ ଶରୀର ରିଲେଟେଡ ଯାହା କିଛି ଅଛି ସେଟା ଆଉ ତାଙ୍କୁ ବାଧା ଦେଇପାରେନି। ସେ ଯାହା ଚାହିଁବେ ସେଇଟା କରିପାରିବେ, କାରଣ ସେ ଆତ୍ମସ୍ଥିତିରେ ଥାନ୍ତି। ତ ନାରଦ ମୁନି ସେଇଭଳିଆ। ତେଣୁ ତାଙ୍କୁ ସେ ପ୍ରାର୍ଥନା କରୁଛନ୍ତି, ନିଶ୍ଚୟ ମୋର କଣ ଭୁଲ ଅଛି, ତେଣୁ ମୁଁ ଏଇଟା କରୁଛି। ତ ଆପଣ ମତେ ସେଇ ଜିନିଷଟା କୁହନ୍ତୁ ଯେ ମୋର କଣ ଭୁଲ ରହିଯାଇଛି। ଏ ବ୍ୟାସଦେବଙ୍କ ଭଳିଆ ଲୋକ ଏଇଟା ଜାଣିବା ଦରକାର ଯେ ତାଙ୍କ ଭଳିଆ ଲୋକ ମଧ୍ୟ କହୁଛନ୍ତି ମୋର କଣ ଭୁଲ ରହିଯାଇଛି।
ତ ଆମେ କେବେ ବି ଭାବିବା କଥା ନୁହଁ ଯେ ମୁଁ ଯୋଉ ଦୁଃଖ ପାଉଛି କଷ୍ଟ ପାଉଛି କି ମୋର ଯାହା ବି ଏବେ ପରିସ୍ଥିତି ଅଛି ସେଇଟା ଅନ୍ୟମାନେ ମୋତେ ଦଉଛନ୍ତି ବୋଲି। ବାସ୍ତବରେ ସେଟା ସବୁ ଆମ ନିଜର କୃତ, ଏଇ ଜନ୍ମରେ ହଉ କି ଅନ୍ୟ କୋଉ ଜନ୍ମରେ ହଉ ଆମେ ଆମର କର୍ମ ଫଳ ହିଁ ପାଉଛୁ, ଅନ୍ୟ କିଛି ପାଉନି। ଶ୍ରୀ ନାରଦ ଉବାଚ ଭବତାନୁଦିତ ପ୍ରାୟମ୍ यशो भगवतो मलम् येनैवासो न तुष्येत मन्ये तद्दर्शनमखिलम्। हरे कृष्ण। ନାରଦ ମୁନି କହିଲେ, ଆପଣ ବାସ୍ତବରେ ପରମ ପୁରୁଷ ଭଗବାନଙ୍କର ଅମଳ, ଧବଳ, ଉଦା ଉଦାତ୍ତ ଏବଂ ବିଶୁଦ୍ଧ ଯଶ ବା ମହିମା କୀର୍ତ୍ତନ କରିନାହାନ୍ତି। ଯେଉଁ ଦର୍ଶନ ଭଗବାନଙ୍କର ଦିବ୍ୟ ଇନ୍ଦ୍ରିୟ ମାନଙ୍କର ତୃପ୍ତି ବିଧାନ ନ କରେ ତାହା ବ୍ୟର୍ଥ ଅଟେ। ତ ଏଠିରେ ବ୍ୟାସଦେବ କହୁଛନ୍ତି, ସରି ନାରଦ ମୁନି କହୁଛନ୍ତି ବ୍ୟାସଦେବଙ୍କୁ ଯେ म्यूट कर दियंतु। व्यासदेव को कहउचंदी देखंतु एटा बहुत इंपोर्टेंट, एटा बहुत सीरियसली सुनिबा, ए श्रवण करले हम प्रकृत तत्व उडा जानी परिबा। नारद मुनि कौन कहले ना, आपण सब किछि कले ठीक अछि किंतु आपण गोटे जिनिस करनांती जे भगवान कर जो अमल बा स्पॉटलेस जो कीर्तिटा सेटा आपण गायन करनाहांती। केमती से तो महाभारत लिखिले, भगवत गीता अच्छी से केते सब शास्त्र लिखिले, वेद लिखिले, ताले से स्पॉटलेस येटा काहेंगी गायन करनाहांती बोली कहा जाउची। पुणी सेई फिलोसफीटा जो दर्शन भगवान कर दिव्य इंद्रिय मानकर तृप्ति विधान न करे ताहा व्यर्थ अटे। काहेकि ना ए जगतटा कौन ना एटा माया जगत। ए जगत को भगवान जीव मानक प्रेरण करती, कहीं ना ये जो जीव माने तांकर भगवान कर विमुख होइचंदी से माने एंजॉय करबा पई आसंदी ए जगत को। बट वास्तव रे जगतर रूपटा हला बहुत विकृत रूप। से जगतर जहाँ तार विकृत रूप है एटी सबू ओल्टिया, सबू माने दुखमय, सेठे सब आनंदमय, एठे सब निरानंदमय। तो ए जगत को जिते आम आसो, ए जगत रे सबू किछि ए जो जीव माने आसे कौन पे आसे ना भगवान को भूलिकी आसे, एंजॉयमेंट पे आसे। तो आमे केतेबेले प्रकृत रे जो सुख खोजुचे पाइबा जिते आमे ए जगत को भूलिकी भगवान कर, भगवान को जानी पारिबा। जो भगवान को भूली जाइचे सेटा भगवान को जानिबा, ए जगत को मन रखिचे जगत को भूलिबा, सेतेबेले आमे से प्रकृत रे आनंदटा पाइबा, हमर सच्चिदानंद स्वरूप रे स्थित हबा, नहले ए जगत रे दुख पाइबा। तो एथि पई ए जगत रे आम माने जो माने भी अछंती सेमानंकर टेंडेंसी हला एंजॉयमेंट, सेंस एंजॉयमेंट, केवल इंद्रिय सुख ही आम समस्त टेंडेंसी। आपण हंतु मु हंतु जेते जे जगत रे अछन समस्त सही टेंडेंसी। तो आमको धीरे धीरे जिते भक्ति लाइन को आसुचे आमको धीरे धीरे से टेंडेंसीटा को आम चेंज करुचे, आम भगवत प्रीति टा ट्राए कर। भगवत प्रीतिटा कौन, जोटा है भगवान कर सुख विधान, आमर निजर इंद्रिय सुख नुह, भगवान कर इंद्रिय सुखटा सेटा हेले आमे आमर जो चेंजटा, आम भगवान को जो भूली जाइए माया को मन रखीचे, माया को भूलिकी भगवान को मन रखिपर जिते आम ये ट्रांसफॉर्मेशनटा करिपरिबा। आम भगवान कर इंद्रिय प्रीति पाई चेष्टा करबा, निज इंद्रिय प्रीति पाई नाही। तो जेहेतु ए जगत रे समस्ते निज इंद्रिय तृप्ति पाई अछंती, तेणुकर भगवान ए जगत करिवार किछि दरकार नहीं। किंतु भगवान कर उद्देश्य कौन, ये जो समस्ते निज इंद्रिय तृप्ति पाई अछंती ए जीव माने केमती ट्रांसफॉर्म हेबे। जदि माने ट्रांसफॉर्म न हेबे ताहले जगत रखिबा किछि दरकार नहीं। ब्रह्मांकर रात्र काल रे सबु सुप्त अवस्था रे रहे, किछि जगत चलेनी से समय रे। किंतु
ପୁଣି ଦିନରେ ଜଗତ ହୁଏ। କାହିଁକି ନା ଭଗବାନ ଚାହାନ୍ତି ଯେ ଜୀବମାନଙ୍କୁ ଗୋଟେ ଚାନ୍ସ ମିଳୁ, ସେମାନେ ପୁଣି ମୋ ପାଖକୁ ପଳେଇ ଆସନ୍ତୁ ବା ନିଜର ସ୍ୱରୂପ ସ୍ଥିତିକୁ ଲାଭ କରନ୍ତୁ, ନହେଲେ ଏମାନେ ସବୁ ଦୁଃଖ କଷ୍ଟରେ ପଡିଥିବେ। କାହିଁକି ନା ଆମେ ତାଙ୍କରି ଅଂଶ ନା, ତେଣୁ କରି ଭଗବାନ ସେଇଟା ଚାହାନ୍ତି। କିନ୍ତୁ ଆମମାନେ ଚାହୁଁନୁ ସେଟା, ଆମେ ଇନ୍ଦ୍ରିୟ ତୃପ୍ତି ଚାହୁଁଛୁ। ତ ଭଗବାନ କଣ କରନ୍ତି, ଆସିକି ଏଠିରେ ଲୀଳା କରନ୍ତି। ଆଉ ସେଇ ଯୋଉ ଲୀଳାଟା ସେଟା ସ୍ପଟଲେସ୍ ବା କିଛି ବି ସେଥିରେ ଇଏ ନାହିଁ, କିଛି କଳଙ୍କ ନାହିଁ, କିଛି ମାନେ ମାୟା ନାହିଁ ସେଥିରେ, ମାୟାର ଟଚ୍ ନାହିଁ। ସେଟା ଭଗବାନଙ୍କର ଲୀଳାଟା, ସେଟା ସବୁ ସଚ୍ଚିଦାନନ୍ଦମୟ ସେଇ ଷ୍ଟେଜରେ ହୁଏ, ତ୍ରିଗୁଣର ଉପରେ ହୁଏ। ତ ସେଇ ଲୀଳା ଗୁଡା କରିକି ସେଗୁଡାକ ଦେଇକି ଯାଆନ୍ତି, ଯୋଉଟା ଆମ ପୁରାଣ ମହାଭାରତ ସବୁଠି ଲେଖା ହେଲା। କିନ୍ତୁ ଯେତେବେଳେ ସେଗୁଡାକ ଲେଖା ହୁଏ, ଭଗବାନ ଯୋଉ ଲୀଳା କରନ୍ତି ସେଟା ଜୀବକୁ ଉଦ୍ଧାର କରିବା ପାଇଁ କରୁଛନ୍ତି ନା। ତ ମାନବ ଶରୀରରେ ଆସିକି କରନ୍ତି, ଅନ୍ୟ ଜୀବ ମାନଙ୍କର ଶରୀରରେ ଆସିକି କରନ୍ତି। ଯେମିତି ବରାହ ଅବତାର ହେଲେ, ନରସିଂହ ହେଲେ, ଯାହା ସବୁ ଅବତାର ନେଇକି କରନ୍ତି। ତ ଏଇ ଲୀଳା ଗୁଡା ମାୟା, ଆମକୁ ଲାଗେ ଯେ ଭଗବାନ ମାୟାରେ ଅଛନ୍ତି ବୋଲି। କାହିଁକି ନା ତେବେ ଯାଇକି ତ ଆମେ ତାଙ୍କୁ ଜାଣିପାରିବୁ, ଗ୍ରହଣ କରିପାରିବୁ। ମାୟାର ଉପର ଜିନିଷଟା ଆମେ ଜାଣିପାରିବୁନି, ଗ୍ରହଣ କରିପାରିବୁନି। ତ ଭଗବାନ ଆମକୁ ଲାଗେ ସେ ଆମରି ସହିତ ଅଛନ୍ତି ବୋଲି, ତେଣୁ ଭଗବାନ ଏଟା କରନ୍ତି। ତ ସେ ତେଣୁ ଯୋଉ ଶାସ୍ତ୍ର ଲେଖା ହୁଏ ସେଟା ସେଇ ହିସାବରେ ହିଁ ଲେଖା ହୁଏ, ଯେ ଆମେ ଧୀରେ 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 ଆମ କନସିୟସନେସ ଟା କେମିତି ପୂର୍ଣ୍ଣ ହବ। କିନ୍ତୁ ସେଇଟା ପିଓର ନୁହଁ, କାହିଁକି ନା ସେଟା ମାୟା ଥ୍ରୁରେ ହୁଏ। ଯେମିତି ବେଦଟା ସବୁ ଦିଆହେଲା, କର୍ମକାଣ୍ଡ ଦିଆହେଲା, ଭଗବତ ଗୀତାରେ କର୍ମକାଣ୍ଡ ଦିଆହେଲା, ଜ୍ଞାନ କାଣ୍ଡ ଦିଆହେଲା, ଧ୍ୟାନ ଯୋଗ କଥା କୁହାହେଲା, ଆଉ ଭକ୍ତିଟା ବି ଦିଆହେଲା। କିନ୍ତୁ ଭକ୍ତିଟା ଅଳ୍ପ ଦିଆହେଲା, ସୁପ୍ତ ଅବସ୍ଥାରେ ରହିଲା। ସବୁଥିରେ ଭକ୍ତି ଅଛି, ପ୍ରଥମ ଅଧ୍ୟାୟରୁ ଭକ୍ତି, ଦ୍ୱିତୀୟ ଅଧ୍ୟାୟରୁ ଭକ୍ତି ଚାଲିଲାଣି ଭଗବତ ଗୀତାରେ, କିନ୍ତୁ ସୁପ୍ତ ଅବସ୍ଥାରେ ଅଛି। ଲାଷ୍ଟକୁ ଓପନଲି ଭଗବାନ ସର୍ବଧର୍ମାନ ମନ୍ମନା ଏଗୁଡା ସବୁ କହିଛନ୍ତି, କିନ୍ତୁ ଫାଷ୍ଟରୁ ଭକ୍ତିଟା ଅଛି। ସେଟା ସୁପ୍ତ ଅବସ୍ଥାରେ ଅଛି। କର୍ମକାଣ୍ଡରେ ବି ଭକ୍ତି ଅଛି, ବିନା ଭକ୍ତିରେ କର୍ମକାଣ୍ଡ ବି ହେଇପାରିବନି, ସେଟା ସବୁ ମାୟା ହେଇଯିବ। ତ ଅ, ଏଇ ଯୋଉ ବାକି ଶାସ୍ତ୍ର ମାନେ ରହିଲେ, ଏଟା ଜୀବକୁ ଗ୍ରାଜୁଆଲ ଡେଭଲପମେଣ୍ଟ ପାଇଁ ବର୍ଣ୍ଣାଶ୍ରମ କଥା କୁହାଗଲା, ଏଇ ସବୁ ଜିନିଷ କୁହାଗଲା। ପିଓର ଜିନିଷଟା କୁହାଯାଉନି, ଯେ କେବଳ ଭଗବାନଙ୍କର ଇନ୍ଦ୍ରିୟ ତୃପ୍ତି, ତୁମର ଇନ୍ଦ୍ରିୟ ତୃପ୍ତି ନୁହଁ। ଏଇ ପିଓରଟା ସେଟା ଦିଆ ହେଇନି, କୋଉ ଶାସ୍ତ୍ରରେ ବି ଦିଆ ହେଇନି। କାହିଁକି ନା ସେଟା ଦିଆହେଲେ ତ କେହି ଗ୍ରହଣ କରିପାରିବେନି ନା। ଭଗବାନ ମାୟାରେ ଆସୁଛନ୍ତି ବୋଲି ତ ଆମେ ତାଙ୍କୁ ଧରି ଜାଣିପାରୁଛେ, ନହେଲେ ତ ଆମେ ତାଙ୍କୁ ଗ୍ରହଣ ହିଁ କରିପାରିବାନି। ସେ ଉପର ଲେବଲରେ କିଏ କଣ କଲା, ହଁ ସେ ଆସିଲେ, ସେ ଗୋଟେ ଯାଦୁ କଲେ, ସବୁକୁ ଠିକ କରିଦେଲେ, ସବୁ ରାକ୍ଷସକୁ ମାରିଦେଲେ, ସେ ଚାହିଁଲେ ସମସ୍ତେ ମରିଗଲେ, ତାହେଲେ ସେଟାକୁ ଆମେ କଣ ଗ୍ରହଣ କରିପାରିବା କି? ଆମେ ଆମ ବୁଦ୍ଧି ସେଟାକୁ ଗ୍ରହଣ କରିବନି। ଆମ ବୁଦ୍ଧିଟା ଗ୍ରହଣ କରିବ ଯେତେବେଳେ ଆମେ ନିଜେ ଦେଖିବା, ଆରେ ଆମ ଭଳିଆ ସେ ଏତେ ଲଢେଇ କଲେ, ସେ ଏମିତି ସଫରର ହେଲେ, ସେ ଏମିତି ହେଇଛନ୍ତି। ତାଙ୍କର ମାନବ ଲୀଳା ଗୁଡାକ ଭଗବାନଙ୍କର, ତାଙ୍କ ସ୍ତ୍ରୀକୁ ଚୋରି କରିନେଲା ରାବଣ ଅତ୍ୟାଚାରୀ। ସେ ରାବଣ ସହିତ ଲଢିଲେ, ସମୁଦ୍ରରେ ସେତୁ ବାନ୍ଧିଲେ। କେତେ ମାନବୀୟ ଲୀଳା ସବୁ କରୁଛନ୍ତି ଭଗବାନ। କାହିଁକି? କାହିଁକି ନା ଆମେ ସେଟା ବୁଝିପାରିବା ବୋଲି। ତ ସେ ଶାସ୍ତ୍ର ଗୁଡାକ ସେଇ ହିସାବରେ ଆମକୁ ମୋଟିଭେଟ କରେ। ଶାସ୍ତ୍ରର ମେନ୍ ଇଏ ହେଲା ଯେ ଆମ ହୃଦୟଟା କ୍ଲିନ ହଉ। ଯେତେ ଆମେ ବେଦରେ ଯେତେ ସବୁ ନିୟମ ଦିଆହେଇଛି, ସେଗୁଡାକ ଦ୍ଵାରା କଣ କୁହାହଉଛି ନା ହୃଦୟଟା କ୍ଲିନ ହଉ। ହୃଦୟ କ୍ଲିନ ହେଲେ ଆମେ ବୁଝିପାରିବା ଭଗବତ ତତ୍ଵକୁ, ଭଗବତ ଭକ୍ତିକୁ। ହୃଦୟ କ୍ଲିନ ନହେଲା ଯାଏ ଆମେ ବୁଝିପାରିବାନି। ଯେମିତି ବେଦରେ ମାଂସ ଭକ୍ଷଣ କଥା ବି କୁହାହେଇଛି। କାହିଁକି କୁହାହେଲା ସେଟା? ମାଂସ ଭକ୍ଷଣ ତ ସେଟା ବହୁତ ବଡ ପାପ, କିନ୍ତୁ ଷ୍ଟିଲ ସେଟା ବେଦରେ ଅଛି। କାହିଁକି ଅଛି ନା, ଯୋଉ ଲୋକମାନେ ସେଟା ମାଂସ ନ ଖାଇଲେ ରହିପାରିବେନି, ସେମାନଙ୍କୁ କଣ କରାଯିବ? ସେମାନଙ୍କୁ ସେ ଭକ୍ଷଣ କଥାଟା ଦିଆହେଇଛି, କିନ୍ତୁ ଯୋଉ ୱେଟା ଦିଆହେଇଛି ମାଂସ ଭକ୍ଷଣ କରିବା ପାଇଁ, ଏତେ ପୂଜା ପାଠ, ଏଇ କାଳୀଙ୍କୁ ଅର୍ପଣ କରିବ, ଏଇଟା ସବୁ, ତ ସେଟା କରିକି ଯେତେବେଳେ ସେ ଗ୍ରହଣ କରିବ, ସେ ଅଟୋମେଟିକାଲି କିଛିଟା ପ୍ୟୁରିଫାଏ ହେଇଯିବ। ନେକ୍ସଟ ଟାଇମ ତାକୁ ଗ୍ରହଣ କରିବା ଆଗରୁ ତା ଚେତନାଟା ଟିକେ କନସିୟସ ହେବ, ଧୀରେ ଧୀରେ ତାର ଆଟ୍ରାକ୍ସନ ଟା ଛାଡିବ। ସେଥିପାଇଁ ସେ ନନ ଭେଜ ଖାଇବା କଥା ବି ବେଦରେ ଦିଆହେଲା। ହେଲା। ତ ଏଇଟାକୁ ସବୁ ଭୁଲ ଭାଲ ସବୁ ନଉଛନ୍ତି, କିନ୍ତୁ ବାସ୍ତବରେ ଯେମିତି ରୁଲରେ ଦିଆହେଇଛି ସେମିତି କଲେ ଆମର ବାସ୍ତବରେ କନସିୟସନେସଟା ଚେଞ୍ଜ ହେବ। କିନ୍ତୁ ନନଭେଜ ଖାଇବା କଥାଟା ଦିଆହେଲା, କାହିଁକି? କିନ୍ତୁ ସେଟା ପିଓର ନୁହଁ, ଫିର ବି ଦିଆହେଲା। କାହିଁକି ନା ଲୋକଙ୍କୁ କଲ୍ୟାଣ କରିବା ପାଇଁ। ନହେଲେ ସେ ଲୋକମାନଙ୍କର କଣ ହବ? ଯୋଉ ସେମାନେ ଆଉ କିଛି ମାନିବେନି, ଖାଲି ଖାଇ ଚାଲିବେ। ତ ସେଥିପାଇଁ ଏଇ ଯୋଉ ଶାସ୍ତ୍ରଟା ଦିଆହେଲା ଯେ
କେମିତି ଲୋକଙ୍କୁ ଗ୍ରାଜୁଆଲ ହେବ। ଯୋଉଟା ପିଓର ଜିନିଷଟା ସେଟା ଏ ଯାଏଁ କୁହା ହେଇ ନଥିଲା। ତ ସେଇ ପିଓର ଜିନିଷ କଣ? କେବଳ ଭଗବାନଙ୍କର ଇନ୍ଦ୍ରିୟ ତୃପ୍ତି, ଆମର ଇନ୍ଦ୍ରିୟ ତୃପ୍ତି ନୁହଁ। ବେଦରେ ଶାସ୍ତ୍ରରେ ସବୁ କଣ ଦିଆହେଲା? ଆମର ଇନ୍ଦ୍ରିୟ ତୃପ୍ତି ହେବ, ତା ସହିତ ଭଗବାନଙ୍କର ଇନ୍ଦ୍ରିୟ ତୃପ୍ତି ଆଡକୁ ଆମେ ଧୀରେ ଧୀରେ ଯିବା। ମାଂସ ଖାଇବ, ଠିକ ଅଛି, ଖାଇବ, ତୁମର ଇନ୍ଦ୍ରିୟ ତୃପ୍ତି କର, କିନ୍ତୁ ଧୀରେ 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 ଏଇ ସବୁ ନିୟମ କରିକି ତାପରେ ଯାଇକି ଯଜ୍ଞରେ ପଶୁ ବଧ କରିକି ତାପରେ ତୁମେ ସେଟାକୁ ଘ୍ରାଣ କରିବ କି ଯାହା ବି କରିବ। ତ ଏ ଦ୍ୱାରା କଣ ହେଲା ନା ଆମର କନସିୟସନେସ ଟା ଚେଞ୍ଜ ହେଲା। ତ ଏଇ ଜିନିସଟା ଦିଆ ହେଲା। କିନ୍ତୁ ଏମିତି ଗୋଟେ ଶୁଦ୍ଧ ଜିନିଷ ତୁମେ ଦେଇନ ଯୋଉଥିରେ କେବଳ ଭଗବାନଙ୍କର ଇନ୍ଦ୍ରିୟ ତୃପ୍ତି ରହିବ, ଆଉ ଆମର ଇନ୍ଦ୍ରିୟ ତୃପ୍ତି କିଛି ରହିବନି। ତ ସେଇଟା ନାରଦ ମୁନି ତାଙ୍କୁ ମନେ ପକେଇଦେଲେ, ତୁମକୁ ସେଇ ଜିନିସଟା ଦେବାକୁ ପଡିବ ଯୋଉଥିରେ କେବଳ ଭଗବାନଙ୍କର ଇନ୍ଦ୍ରିୟ ତୃପ୍ତି, ଆଉ କିଛି ନାହିଁ। ସେଇ ଫିଲୋସଫିଟା ତୁମେ ଏଯାଏଁ ଦେଇନ। ଆଉ ସେଇଟା ହେଲା ସ୍ପଷ୍ଟଲେସ୍ ପୁରାଣ, ସେଟା ହେଲା ଶ୍ରୀମଦ୍ ଭାଗବତମ। ସେତେବେଳେ ବ୍ୟାସଦେବ ବୁଝିପାରିବେ, ଆରେ ଏଇ କଥାଟା ମୁଁ, ଏଇ ଜିନିସଟା ପିଓର ଭଗବାନଙ୍କର ଇନ୍ଦ୍ରିୟ ତୃପ୍ତି କଥାଟା ମୁଁ ଦେଇନି, ମୁଁ ଆମ ମାନଙ୍କର ଇଏ ପାଇଁ ଦେଇଛି। ତେଣୁ ସେ ତାପରେ ଶ୍ରୀମଦ୍ ଭାଗବତମ ରଚନା କଲେ ହିଁ ତାଙ୍କର ସେଇ ସନ୍ତୋଷଟା, ଯୋଉ ଆନନ୍ଦଟା ସେ ଫେରି ପାଇବେ। ଯେପର୍ଯ୍ୟନ୍ତ ଭାଗବତମ ରଚନା ହେଇନି ତାଙ୍କୁ ଇଏଟା ରହିଛି। କାହିଁକି ନା ସେ ଶ୍ରୀମଦ୍ ଭାଗବତମ ହେଲେ ପୂର୍ଣ୍ଣ ସ୍ପଟଲେସ୍ ପୁରାଣ, ଯୋଉଟା କେବଳ ଭଗବାନଙ୍କର ଏଇଟା। ଶ୍ରୀମଦ୍ ଭାଗବତମରେ ଯେମିତି ଏକ୍ଜାମ୍ପଲରେ ଆମେ କହିବା, ଅ ବହୁତ ଜିନିଷକୁ ଅ କାଟି ଦିଆ ହେଇଛି। ଯେମିତି ମାତୃଭୂମି, ରାମାୟଣରେ କୁହାହେଇଛି ମାତୃଭୂମି, ଭଗବାନ ରାମ ବି ଅଯୋଧ୍ୟାକୁ ବହୁତ ଇଏ କରିଛନ୍ତି। କିନ୍ତୁ ଭାଗବତମରେ କୁହାହେଲା ଯେ ଯୋଉମାନେ ମାତୃଭୂମି ପାଇଁ ଇଏ କରନ୍ତି, ଯୋଉ ବଡ ବଡ ପଲିଟିସିଆନ ହେଲେ ଇଏ ହେଲେ ଯୋଉମାନେ ବି, ସେମାନେ ସବୁ ଗଧ ସଦୃଶ, ଚାରି ଗୋଡିଆ ପଶୁ ବୋଲି କୁହାହେଲା। ତ ଏଇଟା ଲୋକଙ୍କୁ ଭାରି ଇଏ ଲାଗିବ, ଆରେ ଆମେ କଣ ପରମବୀର ଚକ୍ର ଦଉଛେ, ଇଏ ଦଉଛେ, ସେ ନିଜ ଦେଶ ପାଇଁ ମରିଲା, ଇଏ ଲୋକକୁ ଲାଗିବ। କିନ୍ତୁ ଭାଗବତମରେ ସେଟାକୁ କାଟି ଦିଆହେଇଛି, କାହିଁକି ନା ଏଟା ହେଲା ସ୍ପଟଲେସ୍ ପୁରାଣ। ଏଠି କେବଳ ଭଗବାନଙ୍କର ତୃପ୍ତି କଥା ହେଇଛି। ଆରେ ତୁମେ ଦେଶ ପାଇଁ, ଯୋଉ ମାତୃଭୂମି ପାଇଁ କହୁଛ, ଆଜି ତୁମେ ଏଠି ଜନ୍ମ ହେଇଛ ଇଏ ପାଇଁ କହୁଛ, କାଲି ପାକିସ୍ତାନରେ ଜନ୍ମ ହେଲେ ପାକିସ୍ତାନ ପାଇଁ କହିବ। ଏଇଟା କଣ ନିତ୍ୟ ଧର୍ମ କି? ମାତୃଭୂମିର ସେବା କରିବା ଏଇ ଯୋଉ ଧର୍ମଟା, ଏଇଟା ନିତ୍ୟ ଧର୍ମ ନୁହଁ। ଏଇଟା ଆମର ତତ୍କାଳୀନ ଧର୍ମ। ଆଜି ଏଇଠି ଜନ୍ମ ହେଇছে, ଏଇଠିରେ କରୁଛେ, କାଲି ସେଇଠି ଜନ୍ମ ହବା, ସେଇଠି କରିବା, ୟା ସହିତ ଦୁଶ୍ମନୀ କରିବା, ଇଏ କରିବା, ସେଗୁଡା, ଏଇଟା ସବୁ ତତ୍କାଳୀନ ଧର୍ମ ଗୁଡା। କିନ୍ତୁ ଯୋଉଟା ପିଓର ଜିନିଷଟା, ଯୋଉଟା ନିତ୍ୟ ଧର୍ମଟା, ସେଟା ଶ୍ରୀମଦ୍ ଭାଗବତମ ଦଉଛି ଆତ୍ମାର ଧର୍ମ। ଆତ୍ମାଟା ଏଇ ଯୋଉ ବାଉଣ୍ଡରିଜ ରେ ସୀମିତ ନୁହଁ, ଏଇ ଯୋଉ ମାୟାରେ ସୀମିତ ନୁହଁ। ତ ସେଇ ଜିନିସଟା ଯେହେତୁ ତୁମେ ଏଯାଏଁ ଲେଖିନ, ତେଣୁ କରି ତୁମେ ସନ୍ତୁଷ୍ଟି ପାଇନ ବୋଲି ଏଇଟା ନାରଦ ମହର୍ଷି କହୁଛନ୍ତି ତାଙ୍କ ଶିଷ୍ୟ ବ୍ୟାସଦେବଙ୍କୁ। ହରେ କୃଷ୍ଣ। यथा धर्मादयश्चार्था मुनिवर्यानुकीर्तिताः न तथा वासुदेवस्य महिमा ह्वनुवर्णितः। हरे कृष्ण। हे महान ऋषि, ଯଦିଓ ଆପଣ ଧାର୍ମିକ ଯଜ୍ଞାନୁଷ୍ଠାନରୁ ଆରମ୍ଭ କରି ଚାରି ପୁରୁଷାର୍ଥର ବିଶଦ ବର୍ଣ୍ଣନା କରିଅଛନ୍ତି, ତଥାପି ଆପଣ ଭଗବାନ ବାସୁଦେବଙ୍କର ପାବନ ଗୌରବ ଗାଥା ବର୍ଣ୍ଣନା କରିନାହାନ୍ତି। ଆପଣ ସବୁ କିଛି କଲେ, ଚାରି ଯୋଉ ଚାରି ପୁରୁଷାର୍ଥ, ଧର୍ମ, ଅର୍ଥ, କାମ, ମୋକ୍ଷ କଥା କହିଲେ, କିନ୍ତୁ ଭକ୍ତି କଥାଟା ଏଯାଏଁ କହିନାହାନ୍ତି, ପିଓର ଭକ୍ତି କଥାଟା। ଭକ୍ତିଟା ଜାଣିବେ ଯେ ଏଇ ଯୋଉ ଧର୍ମ, ଅର୍ଥ, କାମ, ମୋକ୍ଷ ସହିତ କିଛି ଲିଙ୍କ ନାହିଁ। ଭକ୍ତିଟା ଗୋଟେ ସ୍ୱତନ୍ତ୍ର ଜିନିଷଟା, ସେଟା ଶ୍ରୀମଦ୍ ଭାଗବତମରେ ଅଛି। ପଞ୍ଚମ ପୁରୁଷାର୍ଥ କୁହାଗଲା ସେଥିପାଇଁ ତାକୁ, କାହିଁକି ନା ସେଟା ସ୍ୱତନ୍ତ୍ର। ସେଟା ତୁମର ପୁଣ୍ୟ ଫଳରେ କି ବହୁତ ଅଷ୍ଟେରିଟି କଲେ, ନିର୍ଜଳା ଉପବାସ, ଇଏ ଓ ଏଇଗୁଡା କଲେ ଯେ ଭକ୍ତି ହେଇଯିବ ନା, ତା ଦ୍ଵାରା ତୁମେ ପୁଣ୍ୟ କମେଇବ। ଭକ୍ତିଟା କେବଳ ଭକ୍ତ ସଙ୍ଗେନ ପରିଜାୟତେ, କେବଳ ଭକ୍ତର ସଙ୍ଗରେ ହିଁ ଭକ୍ତିଟା ପ୍ରାପ୍ତ ହବ। ଯିଏ ଶୁଦ୍ଧ ଭକ୍ତ, ତାର କୃପାରେ ହିଁ ଭକ୍ତିଟା ପ୍ରାପ୍ତ ହବ। ଭକ୍ତି ଆଉ କୌଣସି ଉପାୟରେ ପ୍ରାପ୍ତ ହେବନି। ତ ସେଇ ଯୋଉ ପିଓର ଜିନିସଟା କୁହାଗଲା, ସେଇଟା ପଞ୍ଚମ ପୁରୁଷାର୍ଥ, ସେଇଟା ତୁମେ କହିନ, ନାରଦ ମୁନି ତାଙ୍କୁ କହୁଛନ୍ତି।
ଆ, ବହୁତ ଧାର୍ମିକ ଯଜ୍ଞାନୁଷ୍ଠାନ ସବୁ କିଛି କହିଲ, କିନ୍ତୁ ପ୍ରିୟ ଭଗବାନ ବାସୁଦେବଙ୍କର ପାବନ ଗୌରବ ଗାଥା ବର୍ଣ୍ଣନା କରିନାହାନ୍ତି। ଆଉ ଭକ୍ତି କଣ, ଯୋଉଟା ଆମେ ପୂର୍ବରୁ କହୁଥିଲେ ନା, ଯୋଉଟା ଏଇ ଯୋଉ ସେକେଣ୍ଡ ଚାନ୍ସ ରେ ପଢିଥିଲେ, ପ୍ରଭୁପାଦ କେମିତି କହିଛନ୍ତି ଯେ ଶିବଜୀଙ୍କର ଭକ୍ତି କି ବ୍ରହ୍ମାଜୀଙ୍କର ଭକ୍ତି, ଗଣେଶଙ୍କର ଭକ୍ତି, ଦୁର୍ଗାଙ୍କର ଭକ୍ତି, ଏଗୁଡାକ ଭକ୍ତିରେ ଯାଏନି। ଏଗୁଡା ସବୁ ପାପ ପୁଣ୍ୟ ଭିତରେ, କର୍ମ ଫଳ ଗୁଡାକ। ଭକ୍ତି କହିଲେ କେବଳ ବିଷ୍ଣୁ ଭକ୍ତି, କୃଷ୍ଣ ଭକ୍ତି। ଆଉ ବାକି ଦେବ ଦେବତାଙ୍କର ଭକ୍ତି ସେଟା ଭକ୍ତି ନୁହଁ, ସେଟା କର୍ମ। ହଁ, କର୍ମ ଯୋଗ, ଜ୍ଞାନ ଯୋଗ, ଏସବୁ ଜିନିଷ। ଭକ୍ତି ହେଲା କେବଳ ଭଗବାନ ବିଷ୍ଣୁ କୃଷ୍ଣଙ୍କର। ଆଉ କାହିଁକି, କାହିଁକି ନା ଭକ୍ତି ଗୋଟେ ଅଲଗା ଜିନିଷ, ସେଇଟା ଏଇ ଜଗତର ନୁହଁ। ଭକ୍ତିଟା ଏ ପାପ ପୁଣ୍ୟ ଏସବୁ ପୁରା ଅଲଗା। ସେଟା ଆପଣଙ୍କର ଆତ୍ମାର ଧର୍ମ। ସେଟା ମାନେ ଆତ୍ମା, ଏଇ ଯୋଉ ଅନ୍ୟ ଦେବାଦେବୀଙ୍କର ପୂଜା କଣ, ସେଟା ଆତ୍ମାର ଧର୍ମ ନୁହଁ। କାରଣ ସେଥିରେ ଆମର ଆଶା ରୁହେ, ଆମେ କିଛି ପାଇବାର ଆଶା ରହେ। ଇଭେନ ଯୋଉମାନେ ବ୍ରହ୍ମ ଜ୍ଞାନୀ ମାନେ, ତାଙ୍କର ବି କିଛି ଆଶା ରୁହେ ଯେ ବ୍ରହ୍ମରେ ଲୀନ ହେବା, ସେଇଟା ଆଶା ରୁହେ। କିନ୍ତୁ ଏଇଟା ସବୁ ଚାରି ପୁରୁଷାର୍ଥ। ୟା ଉପରେ ଯୋଉ ଭକ୍ତିଟା ପଞ୍ଚମ ପୁରୁଷାର୍ଥଟା ଅଛି, ସେଥିରେ ଆଶା କିଛି ରୁହେନି। ଜୀବ ଆତ୍ମାର ନିତ୍ୟ ଧର୍ମଟା ହେଲା ପରମାତ୍ମାର ସେବା। ହଁ, ଯୋଉଟା ସନାତନ ଶିକ୍ଷାରେ ମହାପ୍ରଭୁ କହିଲେ ନା ଯେ ଆ, ଆତ୍ମାର ସ୍ୱରୂପ ହଏ, ଜୀବେର ସ୍ୱରୂପ ହଏ କୃଷ୍ଣେର ନିତ୍ୟ ଦାସ। ଏଟା ସ୍ୱରୂପଟା, ଏଟା ମାନେ ଆମ କିଛି କ୍ରିଏଟ କରିବା, କିଛି ଏମିତି କରିବା ସେମିତି ନୁହଁ। ଅଟୋମେଟିକାଲି ଯେମିତି ଚୁମ୍ବକ ଆଉ ଲୁହା, ଆ, ଚୁମ୍ବକ ଲୁହା ପାଖରେ ଆସିଲେ ଅଟୋମେଟିକାଲି ଆକର୍ଷଣ ହେବ, ସେମିତିଆ ଜୀବ ଯେତେବେଳେ ଆତ୍ମା ସ୍ଥିତିକୁ ଆସିବ, ସେ ଅଟୋମେଟିକାଲି କୃଷ୍ଣଙ୍କର ସେବା କରିବ। କାହିଁକି ନା ଆମେ ତାଙ୍କରି ଅଂଶ। ସେଇଟା ହିଁ ଭକ୍ତି, ଯୋଉଟା ଅଟୋମେଟିକ। ହଁ, ଯୋଉଟା କିଛି ଏଇ ୱାର୍ଲଡ ଇଏରେ ବାଧା ପ୍ରାପ୍ତ ହୁଏନି, ସେଇଟା ଭକ୍ତି। ତ ସେଇ ଭକ୍ତି, ସେଇ ପିଓର ଜିନିସଟା ଆପଣ କହିନାହାନ୍ତି। ସେଇ ଭକ୍ତିଟା ଏଇ ଯୋଉ ଚାରି ପୁରୁଷାର୍ଥର ଉପରେ, ବହୁତ ଉର୍ଦ୍ଧ୍ୱରେ। ଆଉ ସେଇ କଥାଟା ଶ୍ରୀମଦ୍ ଭାଗବତମ କହୁଛି। ବାକି ଯୋଉ ଶାସ୍ତ୍ର ଗୁଡା ଅଛି, ମହାଭାରତ, ଏ ସବୁ ଏଇ ଚାରି ପୁରୁଷାର୍ଥ କଥା କହିଛି। ଏଇ ଚାରି ପୁରୁଷାର୍ଥ ଜରୁରୀ, କାରଣ ଭକ୍ତି ଏମିତି ସହଜରେ ଏମିତି ହଠାତରେ କି ପାଇବନି। ସେମିତିଆ ଶୁଦ୍ଧ ଭକ୍ତର ସଙ୍ଗ ହେବ, ବହୁତ ଭୁରି ଭୁରି ସୁକୃତି ଥିବ, ତାପରେ ସେ ଜଣେ ଭକ୍ତି ଲାଇନକୁ ଆସିବ। ଭକ୍ତି ଲାଇନରେ ଯୋଉମାନଙ୍କୁ ଆମେ ଦେଖୁଛୁ, ଆମମାନେ ଏତେ ଜଣ ଅଛୁ, ଏଇଟା ନୁହଁ ଯେ ଆମର ଭକ୍ତି ଷ୍ଟାର୍ଟ ହେଇଗଲାଣି। ଏବେ ବି ଆମର ଯେପର୍ଯ୍ୟନ୍ତ ଆତ୍ମସ୍ଥିତିକୁ ଯାଇନେ, ଆମର ପାପ ପୁଣ୍ୟରେ ହିଁ ଆମେ ଡୋଳାୟମାନ ହଉଛୁ। ଭକ୍ତିଟା ଷ୍ଟାର୍ଟ ହେବ ଯେତେବେଳେ ଆମେ ଜାଣିଯିବା ଯେ ଆମେ କିଏ, ଜୀବେର ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ। ଅଟୋମେଟିକାଲି ଚୁମ୍ବକ ଆଉ ଲୁହା ଯେମିତି ଆକର୍ଷିତ ହୁଏ, ଆମେ ଭଗବାନ କୃଷ୍ଣଙ୍କୁ ହିଁ ସେବା କରିବା, ଆଉ ତାଙ୍କୁ ହିଁ ଦର୍ଶନ କରିବା। ଆଉ କିଛି ତ ଦର୍ଶନ ହେବନି, ମାୟା ଦର୍ଶନ ହେବନି ହିଁ। ଆଉ କେବଳ ଭଗବାନଙ୍କର ଦର୍ଶନ ହବ, ସେଇଟା ଭକ୍ତି। ସେଇ ଜିନିସଟା କେବଳ ଶ୍ରୀମଦ୍ ଭାଗବତମରେ ଅଛି। ତେଣୁକରି ଶ୍ରୀମଦ୍ ଭାଗବତମକୁ କୁହାହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ ଲିଟରେଚର। ଭକ୍ତି ସିଦ୍ଧାନ୍ତ ଠାକୁର କହିଲେ, ଯୋଉଟା ଆମେ ଆରମ୍ଭରେ ପଢୁଥିଲେ, ଯେ ଦୁନିଆର ସମସ୍ତ ପୁସ୍ତକ ନଷ୍ଟ ହେଇଗଲେ ମଧ୍ୟ ଅଲ୍ ଲାଇବ୍ରେରୀରୁ କିଛି ଅସୁବିଧା ନାହିଁ, ଯଦି ଶ୍ରୀମଦ୍ ଭାଗବତମ ଅଛି ବୋଲେ। କାହିଁକିନା ଭାଗବତମ ହିଁ ପିଓର ଜିନିସଟା ଦିଆଯାଇଛି। ବାକି ସବୁ ଏ ଜଗତରେ କହି ପ୍ରକୃତି ଚଳେଇବ ସବୁକୁ, ନିଜେ ଆମକୁ କିଛି କରିବା ଦରକାର ନାହିଁ, ସବୁ ଚାଲିବ। କେବେ କିଏ ଦେଶ ହେବ, ଦେଶ ବୁଡିବ, ଲୋକ ଆସିବେ, ଲୋକ ଯିବେ, ସବୁ ଚାଲିବ। କିନ୍ତୁ ଭକ୍ତିଟା ଯୋଉଥିପାଇଁ କ୍ରିଏସନ ହେଇଛି, ସୋ ଦ୍ୟାଟ ଲୋକ କିଛି ଯିବ ଭକ୍ତି ପାଇଯାଆନ୍ତୁ ବୋଲିକି, ସେଇଟା କେବଳ ଶ୍ରୀମଦ୍ ଭାଗବତମ। ତ ସେ ଆସିଲେ ହିଁ ଏଇ ଯୋଉ କଳି ଯୁଗରେ ଭଗବାନ କୃଷ୍ଣ ଗଲା ପରେ ଧର୍ମଟା ତାଙ୍କଠି ଆଶ୍ରିତ ନେବେ। କାରଣ ସେଇଟା ହିଁ ପ୍ରକୃତ ଧର୍ମ, ଜୀବର ଧର୍ମ, ଆତ୍ମ ଧର୍ମ ସେଇଟା। न यद्वचत्तित्र न यद्वचत्तित्र हरेर्यशो जगत्पवित्रं प्रगुणीत कर्हि चेत् तद्दायसं तीर्थमुशन् मुशन्ति मानसा न यत्र हंसा निरमन्त्यो शिक्षकाः शिक्षयाः। हरे कृष्ण। ଯେଉଁ ବାଣୀ ଜଗତ୍ ପାବନକାରୀ ଭଗବାନଙ୍କର ଗୁଣାନୁବାଦ ନ କରେ, ତାହାକୁ ପରମହଂସ ସାଧୁସନ୍ଥ ମାନେ କୁଆମାନଙ୍କର ତୀର୍ଥସ୍ଥାନ ଅର୍ଥାତ୍ ଅତି ଅପବିତ୍ର ସ୍ଥଳ ବୋଲି ମନେ କରନ୍ତି।
କାରଣ ପରମହଂସଗଣ ଭଗବତ ଧାମରେ ବିହାର କରୁଥିବାରୁ ସେମାନେ ଏଥିରେ ଆନନ୍ଦ ଅନୁଭବ କରିପାରନ୍ତି ନାହିଁ। ଦେଖନ୍ତୁ, ଯୋଉଟା ଆମେ କହୁଛେ ଶ୍ରୀମଦ୍ ଭାଗବତମ ହେଲା ସ୍ପଟଲେସ୍ ପୁରାଣ, ଏଥିରେ କିଛି ବି କୈଟବ ଧର୍ମ ନାହିଁ। ଆଁ, ପରମ ନିମସ୍ସରଣ ସତାମ୍, ପରମ ନିମସ୍ସରଣ, ସେଟା ଏଠିରେ କହୁଛନ୍ତି ଯେ ବାକି ସବୁକୁ କଣ କହିଲେ, ଏଟା ହେଲା କ୍ରୋଜ ମାନଙ୍କର ସ୍ଥାନ, ପିଲଗ୍ରିମେଜ ଫର କ୍ରୋଜ। ହଁ, ଏ ଯେତେ ସବୁ ଧର୍ମ, ଏ ଯୋଉ ଯଜ୍ଞ ଏ ସବୁ କରୁଛେ ଆମେ, ଶିବଜୀଙ୍କର ପୂଜା କରୁଛେ, ବ୍ରହ୍ମାଜୀଙ୍କର, ଇନ୍ଦ୍ରଙ୍କର ଏ ଯଜ୍ଞ କରୁଛେ, ଏଇଟା ସବୁ ପାଇବା, ଏଇଟା ସବୁ ପାଇବା, ଏଇଟା ଜରୁରୀ, ଏଇଟା ବର୍ଣ୍ଣାଶ୍ରମରେ ଜରୁରୀ, ଏଟାକୁ ମନା କରନି। ଶିବଜୀ ଏ ସବୁ ଭଗବାନଙ୍କର ଅବତାର। ଇନ୍ଦ୍ର ହେଲେ, ଚନ୍ଦ୍ର ହେଲେ, ସବୁ ଭଗବାନଙ୍କର ଲୋକମାନେ, ସେମାନଙ୍କୁ ଭଗବାନ ଦେଇଛନ୍ତି, ସେମାନେ ସବୁ ଦେବତା। ଭକ୍ତ ସେମାନେ ସବୁ ଭଗବାନଙ୍କର। କିନ୍ତୁ ଷ୍ଟିଲ ଏଠିରେ ପିଓର ଡିଭୋସନ ନାହିଁ ବୋଲି ଏଇଟା ସବୁ ଜିନିଷକୁ କୁହାହେଲା ପିଲଗ୍ରିମେଜ ଫର କ୍ରୋଜ, ମାନେ କାଉ ମାନଙ୍କର ପିଲଗ୍ରିମେଜ ବା ତୀର୍ଥ ସ୍ଥଳୀ ସେଗୁଡାକ। କାହିଁକି ନା ଯୋଉମାନେ ହଂସ, ସେମାନେ କେବଳ ଭକ୍ତିରେ, ପଞ୍ଚମ ପୁରୁଷାର୍ଥରେ, ଏଇ ଯୋଉ ଚାରି ପୁରୁଷାର୍ଥରେ ଯୋଉମାନେ ଅଛନ୍ତି, ବେଦରେ ଦେଇଛନ୍ତି, ବେଦ ସ୍ୱୟଂ ଭଗବାନ, କିନ୍ତୁ ଷ୍ଟିଲ ସେଇଟା ପିଓର ନୁହଁ, ସେଟା ଏଇ ତିନି ଗୁଣ ଭିତରେ ଅଛି। ତ୍ରିଗୁଣାମୟୀ ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ, ଭଗବାନ କୃଷ୍ଣ କହିଲେ ନା ଯେ ଏ ବେଦଟା ତିନି ଗୁଣମୟ। ଯେତେ ଶାସ୍ତ୍ର ଅଛି ସବୁ ବେଦରୁ ଆସିଛି ନା, ବେଦରୁ ସବୁ ଇଏ କରାହେଇଛି। ତ ଏଇଟା ତିନି ଗୁଣମୟ, ଧର୍ମ ଅର୍ଥ କାମ ମୋକ୍ଷ, କିନ୍ତୁ ତାର ପଞ୍ଚମ ପୁରୁଷାର୍ଥ ଭକ୍ତି ହେଲା ନିସ୍ତ୍ରୈ ଗୁଣ୍ୟ ଭବାର୍ଜୁନ, ଏ ତିନି ଗୁଣର ଉପରେ। ତେଣୁକରି ଏ ସବୁକୁ ଏମିତିଆ ଶାସ୍ତ୍ର କୋଉଠି ପାଇବେ ଭାଗବତମ ଭଳିଆ, ଯୋଉଟା କି ଏତେ ଡାଇରେକ୍ଟଲି କହୁଛନ୍ତି। ଆହୁରି ମଧ୍ୟ ବହୁତ ଡାଇରେକ୍ଟ ଜିନିଷ ଅଛି। ଆମେ ସେଥିପାଇଁ ଭାଗବତମକୁ PhD କୁହାଯାଏ, କଣ PG କୁହାଯାଏ। କାହିଁକି ନା ବେସିକ ହେଲା ଶ୍ରୀମଦ୍ ଭଗବତ ଗୀତା, ସବୁ ଜାଣ ସବୁ ଜିନିଷ। କିନ୍ତୁ ଯେତେବେଳେ ଶ୍ରୀମଦ୍ ଭାଗବତମକୁ ଆସିବ, କିଛି ଅପ୍ରିୟ ସତ୍ୟ ଗୁଡାକ ଜାଣିବାକୁ ପାଇବ। ଯଦି ଆପଣ ସେଭଳିଆ ଡେଭଲପ ନଥିବେ କନସିୟସନେସ ରେ, ଆପଣଙ୍କର ଅପରାଧ ହେବ, ଆରେ ଏମିତିଆ କାହିଁ କୁହାଗଲା। ନା, ଏଇଟା ଆମେ ଆମେ ଯେତେବେଳେ ଆହୁରି ଆଗକୁ ଯିବା, ଆହୁରି ଅପ୍ରିୟ ସତ୍ୟ ଗୁଡା ଆସିବ, ବାସ୍ତବିକ ଜିନିଷ ଗୁଡାକ ଆସିବ ଏ ଜଗତର। କେମିତି ଭକ୍ତି ହିଁ ଶ୍ରେଷ୍ଠ, ଆଉ କେବଳ ଭକ୍ତିକୁ ହିଁ ଏଷ୍ଟାବ୍ଲିଶ କରାହେଇଛି। ତେଣୁ ଶ୍ରୀମଦ୍ ଭାଗବତମ ଟା ଯିଏ ଯେତେ ପଢିବ, ସେ ଆହୁରି ଡିପ୍ ବୁଝିବ, ଆହୁରି ଭିତରକୁ ଯିବାକୁ ପଡିବ। ଯେତେ ପଢିଲେ ମଧ୍ୟ ସେଟା ଆମେ ପୂର୍ଣ୍ଣ ମାତ୍ରାରେ ବୁଝି ପାରିବାନି, କାରଣ ସେଠି ପିଓର ଜିନିଷଟା ଦିଆଯାଇଛି। ପୁରା ତିନି ଗୁଣ ଉପରକୁ ଗଲା ପରେ ହିଁ ଆମେ ସେଟାକୁ ବୁଝିପାରିବା ବାସ୍ତବରେ, ଏତେ ଡିପ୍ ଶ୍ରୀମଦ୍ ଭାଗବତମ ଟା। ତ ଯୋଉମାନେ ହଂସ ମାନେ, ସେମାନେ ଶ୍ରୀମଦ୍ ଭାଗବତମର ଆଶ୍ରୟ ନିଅନ୍ତି, କାରଣ ସେଟା ପିଓର ଜିନିଷ। ବାକି ସବୁରେ ମାୟା ମିକ୍ସ ରହୁଛି। ଅ ଠିକ ଅଛି, ଟେକ୍ସଟ 11 ଆମେ କାଲି ପଢିବା। ଆଉ 6 ମିନିଟ ଅଛି, କାହାର କଣ ପ୍ରଶ୍ନ ଅଛି କି? तद्वाग विवर्षर्गो जनता घविप्लवो यस्मिन् प्रतिश्लोकं बद्धवत्यपि नामान्यनन्तस्य यशोऽङ्कितानि यत् शृण्वन्ति गायन्ति गृह्णन्ति साधवः। हरे कृष्ण। अन्य पक्षरे ଯେଉଁ ସାହିତ୍ୟ ସୀମାତୀତ ଭଗବାନଙ୍କର ନାମ, ରୂପ, ଯଶ ଏବଂ ଲୀଳା ଆଦିର ଦିବ୍ୟ ମହିମାରେ ପରିପୂର୍ଣ୍ଣ ଅଟେ, ତାହା ସଂସାରରେ ମାର୍ଗଭ୍ରଷ୍ଟ ସଭ୍ୟତାର ଦୁରାଚାରମୟ ଜୀବନରେ ବିପ୍ଳବ ସୃଷ୍ଟି କରେ। ଏ ପ୍ରକାର ଦିବ୍ୟ ସାହିତ୍ୟ ଯଦି ଅସ୍ତବ୍ୟସ୍ତ ଭାବେ ସଂକଳିତ ହୋଇଥାଏ, ତଥାପି ଏହାକୁ ବିଶୁଦ୍ଧ ସାଧୁଗଣ ଶ୍ରବଣ ଓ ଗାୟନ କରିବା ନିମିତ୍ତ ଶୁଦ୍ଧାନ୍ତକରଣରେ ଗ୍ରହଣ କରନ୍ତି। ଏଠି ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ କୁହାଗଲା ଯେ ଏଇ ଯୋଉ ଶ୍ରୀମଦ୍ ଭାଗବତମ ଟା, ଏଇ ଯୋଉଟା କି ପିଓର ଜିନିଷଟା, ଏଇଟା ଭଗବାନଙ୍କର ନାମ, ରୂପ, ଯଶ ଏବଂ ଲୀଳା ଆଦିର ଦିବ୍ୟ ମହିମାରେ ପରିପୂର୍ଣ୍ଣ ଅଟେ ଶ୍ରୀମଦ୍ ଭାଗବତମ। ସେଥିପାଇଁ ତ ଭକ୍ତି, ଏଇଟା ଭକ୍ତି ମାନେ ଭଗବାନ କୃଷ୍ଣଙ୍କର କଥା, ବିଷ୍ଣୁଙ୍କର କଥା, ସେଟା ହେଲା ଭକ୍ତି। ଭଗବାନ ବିଷ୍ଣୁ କୃଷ୍ଣ ଗୋଟେ, नो डिफरेंस। तो
ତାହା ସଂସାର ମାର୍ଗ ଭ୍ରଷ୍ଟ ସବୁ। ଏଇ ସଂସାର କଣ? ଏ ସଂସାରରେ ସବୁ ଇନ୍ଦ୍ରିୟ ତୃପ୍ତି ମାୟାମୟ। ଏଇ ମାୟାମୟ ସଂସାରରେ ଗୋଟେ ବିପ୍ଳବ ସୃଷ୍ଟି କରେ। କାରଣ ଏଇ ସଂସାରରେ ମାୟାଟା ହିଁ ଅଛି, ଧର୍ମ ଅର୍ଥ କାମ ମୋକ୍ଷ ଅଛି। କିନ୍ତୁ ସେଥିରେ ଗୋଟେ ବିପ୍ଳବ ଆଣେ କୋଉଟା? ଶ୍ରୀମଦ୍ ଭାଗବତମ। କାହିଁକି ନା ଏଠିରେ ଭଗବାନଙ୍କର, ଯିଏ କି ଏ ମାୟାର ଉର୍ଦ୍ଧ୍ୱରେ, ତାଙ୍କର ସବୁ ନାମ ଗୁଣ ରୂପ ଯଶ ଲୀଳା ସବୁ ପରିପୂର୍ଣ୍ଣ ଅଟେ, ତାଙ୍କର ଦିବ୍ୟ ମହିମା ଗୁଡାକ। ତ ଏଇଟା ଯେତେବେଳେ ଯିଏ ଶ୍ରବଣ କରେ ତ ଅଟୋମେଟିକାଲି ଗୋଟେ ସେ ମାୟାକୁ ଜିତିଯାଏ, ମାୟା ସହିତ ଯୁଦ୍ଧ କରେ, ମାୟାଠୁ ଜିତିକି ବାହାରି ଆସେ। କେମିତି? ସେ ଗୋଟେ ବିପ୍ଳବ ସୃଷ୍ଟି କରେ। କାହିଁକି ନା ଏଠି ଭଗବାନଙ୍କର ମାୟାତୀତ ଜିନିଷ ଗୁଡା ସବୁ ଅଛି। ଏ ପ୍ରକାର ଦିବ୍ୟ ସାହିତ୍ୟ ଯଦି ଅସ୍ତବ୍ୟସ୍ତ ଭାବେ ସଂକଳିତ ହୋଇଥାଏ, ତ ଏଠିରେ ଏଇ ଯୋଉ ଦିବ୍ୟ ସାହିତ୍ୟ ଅଛି, ଏଇ ଦିବ୍ୟ ସାହିତ୍ୟ ଶ୍ରୀମଦ୍ ଭାଗବତମ ହେଲେ, ଇଏ ଏଠିରେ ଆମେ ଦେଖିବା କଥା ନୁହଁ ଯେ ମାନେ ଏଇଟା ପରେ ଏଇଟା କେମିତି ଆସିଲା, ସେ ରାମ ତ ପୂର୍ବରୁ ହୋଇଥିଲେ, ନୃସିଂହ ପରେ କେମିତି ଆସିଲେ, ଏଇ ସବୁ ଜିନିଷ ଗୁଡାକ, ମାନେ ନୃସିଂହ ଅବତାର ସତ୍ୟ ଯୁଗରେ, ରାମ ଅବତାର ତ୍ରେତା ଯୁଗରେ ପରେ ଆସିଛନ୍ତି। କିନ୍ତୁ ଭାଗବତମ ରେ କଣ ସବୁ ଦିଆ ହେଇଛି, କୋଉ ଘଟଣା ଆଗରେ କୋଉ ଘଟଣା ପରେ ଦିଆ ହେଇଛି, ଏଗୁଡାକୁ କିଛି ଆକାଉଣ୍ଟସ ରେ ନିଆଯାଏନି। ଯଦି ସେଗୁଡାକ ଇଆଡେ ସିଆଡେ ଦିଆ ହେଇଛି, ଯେମିତି ଆମେ ଏବେ ପଢିଲେ ଶ୍ରୀମଦ୍ ଭାଗବତମ ରେ, ଏବେ ଏଯାଏଁ ତ ସିରିଏଲି ଚାଲିଛି, ଆଗକୁ ଦେଖିବା କିଛିଟା ବିପର୍ଯ୍ୟୟ ମଧ୍ୟ ଅଛି। ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସିବେ, ତାପରେ ପୁଣି ବ୍ୟାସଦେବଙ୍କ କଥା ଆସିବ, ପୁଣି ତାପରେ ସୁଖଦେବଙ୍କ କଥା ଆସିବ, ଏମିତି ସବୁ ଅଛି। ତ ଏଇଟା ଏତେ ବିଶୁଦ୍ଧ ସାହିତ୍ୟ, ଏଥିରେ ସେଗୁଡାକୁ ଦେଖାଯାଏନି ଯେ ୟା ପରେ ଏଇଟା କେମିତି ଆସିଲା କଣ, ଏମିତି ନାହିଁ। ଏଠିରେ ପ୍ରତି ଶବ୍ଦେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଏଇଟା ଏଇଟା ପିଓର ଜିନିଷଟା। ଏଥିରେ ସେଗୁଡାକ କେବେ ଦେଖିବା କଥା ନୁହଁ ଯେ ଏମାନେ ପ୍ରପରଲି ସଂକଳିତ ହେଇଛନ୍ତି ନା ନାହିଁ। ଏଠିରେ ଶିଳ ପ୍ରଭୁପାଦଙ୍କର ବହୁତ ସୁନ୍ଦର ପର୍ପଟ ବି ଅଛି, ଆମେ କେମିତି ଶ୍ରୀମଦ୍ ଭାଗବତମକୁ ପାଠ କରିବା। ଏଥିରେ କେବେ ବି ଏଇ ସବୁ ଭୁଲ ଦେଖିବା କଥା ନୁହଁ। ଏଠିରେ ଏମିତି କେମିତି କୁହାଗଲା, ସେ ଶାସ୍ତ୍ରରେ ଏଇଟା ଅଛି, ଏଠିରେ କାହିଁ ଏମିତି ହେଲା, ଶ୍ରୀମଦ୍ ଭାଗବତମ ରେ ଏଇ ଜିନିଷଟା କେମିତି ଆଗକୁ ପଳେଇ ଆସିଲା, ନା। ଏଇଟା ସବୁ ହେଲା ସ୍ୱୟଂ ଭଗବାନ ପରା, ତ୍ରିଗୁଣ ଉପରେ। ତେଣୁକରି ଏଥିରେ ସେଇ ଗୁଣମୟ ଜିନିଷ ଗୁଡାକ ଦେଖିବା କଥା ନୁହଁ। ଏଇଟା କେବଳ ଆସ୍ୱାଦନର ବିଷୟ, କେବଳ ଆସ୍ୱାଦନ କରିବା, ଶ୍ରବଣ କରିବା। ଶ୍ରବଣ କଲେ ଆମେ ଆସ୍ୱାଦନ କରିବା ପାରିବା ଶ୍ରୀମଦ୍ ଭାଗବତମକୁ। ଠିକ ଅଛି, ଆମର ସମୟ ହେଇଯାଇଛି, ଏଇଟା ବନ୍ଦ ହେଇଯିବ। ତ ଆମେ ଟେକ୍ସଟ 12 ଟା କାଲି ପଢିବା, କାଲି ଟେକ୍ସଟ 12 ଟା ପଢିବା। ଠିକ ଅଛି, ଏଠି ରଖିବା। वाञ्छकल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। श्रील प्रभुपाद जी महाराज की जय। श्रील गुरुदेव की जय। निताय गौर प्रेमानंदे हरि हरि बोल। हरे कृष्णा। हरे कृष्णा। प्रभु जी दंडवत प्रणाम। धन्यवाद प्रणाम। गुरुजी दंडवत प्रणाम।